ଶ୍ରୋତା ବନ୍ଧୁ, ସାଧାରଣ ପିମ୍ପୁଡ଼ି ଚଢ଼େଇଠୁ ନେଇ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ୱପ୍ନ ଥାଏ ଗୋଟିଏ ନୀଳ ବସା ଅବା ଘରଟିଏ ରଚିବା। ସମାଜର ପ୍ରତ୍ୟେକଟି ନିମ୍ନ ମଧ୍ୟବିତ୍ତ ତଥା ଧନାଢ଼୍ୟ ମଣିଷର ମଧ୍ୟ ସେଇ ଗୋଟିଏ ସ୍ୱପ୍ନ। କର୍ମମୟ ଜୀବନରୁ ବିରତି ପରେ ନିଜ ସ୍ୱପ୍ନର ନୀଳରେ ମହଣି ନିଦରେ ଆରାମ କରିବା, ଖୁସିବାସି ହେବା, ଅତିଥି ଅଭ୍ୟାଗତଙ୍କୁ ଚର୍ଚ୍ଚା କରିବା, ନିଜ ପ୍ରିୟ ପରିଜନଙ୍କ ସହିତ ସମୟ ବିତେଇବା, ଏଇଟା ହିଁ ତ ସମସ୍ତଙ୍କର ସ୍ୱପ୍ନ। ଶ୍ରୋତା ବନ୍ଧୁ, ଜୀବନର ସତ୍ୟତା କିନ୍ତୁ ଏଠାରୁ ବିଦାୟ ନେବା। ଘରଦ୍ୱାର କୋଠା କେହି ହେଲେ ନିଜ ସାଥିରେ ନିଏନି। କେବଳ ଯାଏ ଆମର ମଣିଷ ପାଇଁ ମଣିଷର ଆନ୍ତରିକତା, ଭଲ ପାଇବା, ଶ୍ରଦ୍ଧା ଆଉ ସମ୍ମାନର କଥା। ମଣିଷର ଏଠୁ ବିଦାୟ ପରେ ଅବଶିଷ୍ଟ ତାର ଭଲ ପଣିଆକୁ ଆବୋରି ବସିଥାଏ ତାର ଜୀବନର ମୂଲ୍ୟବୋଧ, ଏବଂ ତାର ବିଦାୟ ପରେ ମଧ୍ୟ ବଞ୍ଚି ରହେ ତାର ସେଇ ସ୍ୱୀକୃତ। ଏମିତି ଏକ ବାସ୍ତବ ଧର୍ମୀ ନିଚ୍ଛକ କଥାବସ୍ତୁକୁ ନେଇ ଆଜିର ଆମର ଏକ ଗଳ୍ପ, ଯାହାର ଶୀର୍ଷକ ସ୍ୱପ୍ନର ବସା ଘର। ଏହାର କଥାକାର ଆପଣମାନଙ୍କର ବେଶ ପରିଚିତ। ସେ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଜଣେ କୃତବିଦ୍ୟ ଜୀବନବାଦୀ ଔପନ୍ୟାସିକ, କବି, ଗାଳ୍ପିକ, ପ୍ରାବନ୍ଧିକ ତଥା ସୁସମ୍ପାଦକ ଡକ୍ଟର ଦିବାକର ମାନସିଂହ। ମାନବ ପ୍ରେମ, ଜୀବନ ପ୍ରେମ ବା ଜୀବନ ବୋଧ ଓ ସମ୍ବେଦନାକୁ ଅତି ସୂକ୍ଷ୍ମ ଭାବରେ ନିଜ କଥାକାରିତାରେ ସେ ଜୀବନ୍ତ କରି ତୋଳନ୍ତି। ଶ୍ରୋତା ବନ୍ଧୁ, ଡକ୍ଟର ଦିବାକର ମାନସିଂହ ବୃତ୍ତିରେ ଥିଲେ ଜଣେ ବରିଷ୍ଠ ଅଧ୍ୟାପକ, ମାତ୍ର ପ୍ରବୃତ୍ତିରେ ସେ ଜଣେ ସମର୍ପିତ ସାହିତ୍ୟ ସାଧକ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବରିଷ୍ଠ ସାରସ୍ୱତ ସାଧକ ଭାବେ ପୁରସ୍କୃତ ଦିବାକର ମାନସିଂହ ଗଳ୍ପ ସମ୍ପର୍କରେ କହନ୍ତି, କିଛି କଳ୍ପନା, କିଛି ବାସ୍ତବତାର ସମନ୍ୱୟରେ ଗଳ୍ପ ହୋଇଥାଏ ହୃଦୟସ୍ପର୍ଶୀ। ଗଳ୍ପଗୁଡ଼ିକ ମନକୁ ଛୁଇଁଲେ ତାହା ପାଠକମାନଙ୍କ ମନକୁ ଧରି ରଖେ। ଯାହା ହୃଦୟକୁ ଛୁଇଁ ନଥାଏ ସେ ଗଳ୍ପର ଶୀଘ୍ର ମୃତ୍ୟୁ ହୋଇଥାଏ। ଆମେ ସେଇ ଗଳ୍ପକୁ ଭଲ ଗଳ୍ପ କହିବା ଯାହା ପାଠକମାନଙ୍କ ହୃଦୟରେ ବହୁଦିନ ଧରି ଜୀବନ୍ତ ହୋଇ ରହିଥାଏ। ଜୀବନକୁ ଯେତେ ନିବିଡ଼ ଭାବରେ ଭଲ ପାଇବା, ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିବା, ଗଳ୍ପ ଲେଖିବାରେ ସେତେ ଉତ୍ସାହ, ସେତେ ଆତ୍ମୀୟତା ଆସିବ। ଗଳ୍ପ ଲେଖିଲା ବେଳେ କାହାଣୀ ମୋ ମନକୁ ସ୍ୱତଃ ଚାଲି ଆସେ। ଚରିତ୍ରମାନେ ମୋ ଚାରିପଟେ ଘୂରି ବୁଲନ୍ତି। ଚରିତ୍ରମାନଙ୍କର ଦୁଃଖ, ଦୁର୍ଦ୍ଦଶା, ହତାଶା ମୋ ମନକୁ ଦୋହଲେଇ ଦିଏ। ଅଭାବ ଅନଟନରେ ଜର୍ଜରିତ ହୋଇ ସେମାନଙ୍କ ଆଖିରୁ ଝରି ପଡ଼ୁଥିବା ଲୁହ ମୋ ମନରେ ପ୍ରତିକ୍ରିୟା ସୃଷ୍ଟି କରେ। ଚରିତ୍ର କାନ୍ଦିଲେ ମୁଁ କାନ୍ଦେ, ଚରିତ୍ର ହସିଲେ ମୁଁ ହସିଥାଏ, ଯାହାକି ମୋ ଗଳ୍ପର ମୁଖ୍ୟତଃ ଅନ୍ତଃସ୍ୱର। ସେ ପୁଣି ମଧ୍ୟ କହନ୍ତି, ଯେଉଁ ଚରିତ୍ରମାନେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିଥାନ୍ତି, ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥାନ୍ତି, ସେମାନଙ୍କ ପଛରେ ମୁଁ ପ୍ରାଚୀର ସଦୃଶ ଠିଆ ହୋଇଥାଏ। ଯେତେ କଷ୍ଟ ହେଲେ ବି, ଯେତେ ବାଧାବିଘ୍ନ ଆସିଲେ ବି ସେମାନଙ୍କୁ ତାଙ୍କ କାର୍ଯ୍ୟଶୈଳୀରୁ ଓହରି ଆସିବା ପାଇଁ ପ୍ରବର୍ତ୍ତାଏ ନାହିଁ। ଶ୍ରୋତାବନ୍ଧୁ, ଡକ୍ଟର ଦିବାକର ମାନସିଂହ ଜଣେ ସୁସମ୍ପାଦକ ଭାବରେ ନିର୍ଝର ଓ ନିର୍ମଳା ପତ୍ରିକାର ସମ୍ପାଦନା କରନ୍ତି। ନବରତ୍ନ ସାହିତ୍ୟ ସଂସଦ ଭୁବନେଶ୍ୱରର ପ୍ରାଣ ପ୍ରତିଷ୍ଠାତା ଡକ୍ଟର ମାନସିଂହ 35ରୁ ଉର୍ଦ୍ଧ୍ୱ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ସ୍ରଷ୍ଟା। ତେବେ ଡକ୍ଟର ମାନସିଂହଙ୍କ ଏଯାବତ୍ ପ୍ରକାଶିତ ଗଳ୍ପଗୁଡ଼ିକ ମଧ୍ୟରେ ରହିଛି ସ୍ମୃତିର ପାହାଚ, ଶ୍ୟାମଳ ସ୍ୱପ୍ନର ମୃତ୍ୟୁ, ହଜି ଯାଇଥିବା ଠିକଣା, ବାଲ୍ମୀକି, ଅବଶୋଷର ମୃତ୍ୟୁ ଇତ୍ୟାଦି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଗାଳ୍ପିକ ଡକ୍ଟର ଦିବାକର ମାନସିଂହଙ୍କ ଦ୍ୱାରା ରଚିତ
ସ୍ୱପ୍ନର ବସାଘର ଗଳ୍ପ। ଆଉ ଥରେ ଗଳ୍ପର ଶୀର୍ଷକ ସ୍ୱପ୍ନର ବସାଘର। ଗାଳ୍ପିକ ଡକ୍ଟର ଦିବାକର ମାନସିଂ। ନିର୍ଜୀବ ଶିଳାଖଣ୍ଡ ପରି ବିଛଣାରେ ପଡ଼ି ରହିଥିଲେ ଆଦିତ୍ୟ, ସତେ ଯେପରି ସେ ଗୋଟାଏ ଗଡ଼ ଜୟ କରି ଫେରିଛନ୍ତି, ଅଥବା ଗୋଟିଏ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଥକି ପଡ଼ିଛନ୍ତି। ପ୍ରାୟ 16 ମାସର ସଂଘର୍ଷ ପରେ ଆଜି ତାଙ୍କୁ ମୁକ୍ତି ମିଳିଛି। ଦିନ ରାତି ଯନ୍ତ୍ରଚାଳିତ ମେସିନ୍ ପରି ଘୁରି ବୁଲୁଥିବା ଆଦିତ୍ୟ ଆଜି ନିର୍ଜୀବ ପରି ପଡ଼ି ରହିଛନ୍ତି କିପରି? ଇଏ ସେହି ଆଦିତ୍ୟ ନା, ଯିଏ ଦ୍ରୁତଗାମୀ ଅଶ୍ୱ ଭଳି ଦିନରାତି ଦୌଡ଼ୁଥିଲେ, ବିରାମ ନାହିଁ କି ବିଶ୍ରାମ ନାହିଁ। ଦିନ ପରେ ଦିନ, ମାସ ପରେ ମାସ ଅତିକ୍ରମ କରିଛି। ଖରାରେ ସେ ସିଝିଛନ୍ତି, ବର୍ଷାରେ ଭିଜିଛନ୍ତି। ଅସହ୍ୟ ଶୀତକୁ ଖାତିର ନ କରି ସେ କାମ ତଦାରଖ କରିଛନ୍ତି। କ'ଣ ପାଇଁ ତାଙ୍କର ଏ ସଂଗ୍ରାମ? କାହିଁକି ସେ ଜୀବନ ନଥିବା ଶିଳାଖଣ୍ଡ ପରି ପଡ଼ି ରହିଛନ୍ତି? ଆଦିତ୍ୟଙ୍କ କ୍ଳାନ୍ତ ଆଖିପତା ବୁଜି ହୋଇ ଆସିଲା। ସେ ଶୁଣିପାରିଲେ ଅତୀତ ଜୀବନର ସଂଘର୍ଷମୟ କାହାଣୀ। ଯେଉଁ କାହାଣୀ ଦୁଃଖ, କଷ୍ଟ, ଆନନ୍ଦ, ନିରାନନ୍ଦର କାହାଣୀ, ଯେଉଁ କାହାଣୀ ସହ ସେ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ କରିଦେଇଥିଲେ, ସେଇ କାହାଣୀ ସବୁ ସେ ଶୁଣିପାରୁଛନ୍ତି, ସବୁ ଦେଖିପାରୁଛନ୍ତି। ଯେଉଁଦିନ ସେ ଚାକିରିରୁ ଅବସର ନେଇ ଘରକୁ ଫେରିଥିଲେ, ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ସହକର୍ମୀମାନେ ତାଙ୍କର ସୁନାମରେ ଶତମୁଖର ହୋଇ ଉଠିଥିଲେ। କିଛି କର୍ମଚାରୀଙ୍କ ଆଖିରେ ଲୁହ ଭରି ଉଠିଥିଲା। ସେମାନେ କହିଥିଲେ, ସାର୍, ଆପଣଙ୍କ ସମୟାନୁବର୍ତ୍ତିତା ନିଷ୍ଠାପର କାର୍ଯ୍ୟ ଆମକୁ ସବୁବେଳେ ଆଗକୁ ଯିବା ପାଇଁ ଅନୁପ୍ରାଣିତ କରୁଥିବ। ଆପଣଙ୍କ ଭଲ ପାଇବା, ପରକୁ ଆପଣେଇ ନେବା ଗୁଣ ଆମର ସବୁଦିନ ପାଇଁ ମନେ ରହିବ। ସହକର୍ମୀମାନଙ୍କ ସମ୍ବର୍ଦ୍ଧନାରେ ସେଦିନ ସେ ଅଭିଭୂତ ହୋଇ ପଡ଼ିଥିଲେ। ସେ ଭାବିନଥିଲେ ତାଙ୍କର ବନ୍ଧୁମାନେ ତାଙ୍କୁ ପ୍ରଶଂସା କରି ଏମିତି ବିଦାୟ ଦେବେ। ସେଦିନ ଅଶ୍ରୁସିକ୍ତ ନୟନରେ ଅଫିସରୁ ସେ ବିଦାୟ ନେଇ ଆସିଥିଲେ। ତା ପରଠୁ ଏକ ନୂତନ ଜୀବନରେ ସେ ପାଦ ଦେଇଥିଲେ। ହଁ, ଅବସର ଜୀବନ ଏତେ ସହଜ ନଥିଲା। ଟିକିଏ ମାନସିକ ଚାପଗ୍ରସ୍ତ ହେଲେ ଜୀବନ ଦୁଃଖମୟ ହୋଇଥାଏ। ସେ ଶୁଣିଛି ତାର କିଛି ବନ୍ଧୁମାନେ ଅବସର ଜୀବନକୁ ଠିକ୍ ଭାବରେ ନିୟନ୍ତ୍ରଣ କରି ନ ପାରି ଅସୁବିଧାରେ ପଡ଼ିଛନ୍ତି। ମାନସିକ ଯନ୍ତ୍ରଣାରେ ଜର୍ଜରିତ ହୋଇ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହୋଇଛନ୍ତି। ସେ କିନ୍ତୁ ଚାପଗ୍ରସ୍ତ ନ ହୋଇ ନୂତନ ଜୀବନକୁ ଠିକ୍ ଭାବରେ ଆଗେଇ ନେଇ ପାରିଛନ୍ତି। ଆଉ ସେଥିପାଇଁ ସେ ଚାପରେ ନ ରହି ଆଗକୁ ପାଦ ରଖିଛନ୍ତି। ଦିନ ରାତି ଏକାକାର କରି ସେ ଖୋଜି ଚାଲିଛନ୍ତି ମାଟିକୁ। ମାଟି, ମା, ଭାଷାକୁ ଯିଏ ଭଲ ନ ପାଇଛି, ତାକୁ ସମ୍ମାନ ନ ଦେଇଛି, ସେ ଭବିଷ୍ୟତରେ କେବେ ଉନ୍ନତି କରିପାରି ନାହିଁ। ଗୋଟେ ମାଟିକୁ ସେ ଭଲ ପାଇଛନ୍ତି, ଆଦରି ନେଇଛନ୍ତି। ସେ ହେଉଛି ତାଙ୍କର ଜନ୍ମ ମାଟି, ଯାହା କୋଳରେ ସେ ବଢ଼ିଛନ୍ତି, ଯାହାର ପାଣି, ପବନ ଓ ପରିବେଶରେ ସେ ମଣିଷ ହୋଇଛନ୍ତି, ଯାହାର ମମତା, ଯାହାର ଆକର୍ଷଣ ତାଙ୍କୁ ଏବେ ବି ଟାଣି ଧରିଛି, ଯାହାର ଗାଁ ଗୋହିରୀ, ଧୂଳି ମାଟି, କଇଁ ପୋଖରୀ, ଗାଁ ମୁଣ୍ଡ ବରଗଛ, ପିଲାଦିନର ସାଙ୍ଗସାଥୀ ତାଙ୍କୁ ଏବେ ବି ଟାଣି ଧରିଛି। ଭୁଲି ପାରି ନାହାନ୍ତି ତାର ଭଲ ପାଇବାକୁ। ଯେତେବେଳେ ଇଚ୍ଛା ହୁଏ ଦୌଡ଼ି ଯାଆନ୍ତି ତାର କୋଳକୁ। ତାର ମମତାରେ ସତରେ ଭରି ରହିଥାଏ ମାଦକତା। ସେଇ ମାଟି ମାର ବାସ୍ନା ତାଙ୍କୁ ବିମୁଗ୍ଧ କରେ। ତାଙ୍କଠାରୁ ଦୂରେଇ ରହିଥିଲେ ବି ସେ ତାକୁ ସେ ଭୁଲି ପାରି ନାହାନ୍ତି। ଆଜି ଆଉ ଏକ ମାଟିର ସନ୍ଧାନରେ ସେ ଘୁରି ବୁଲୁଛନ୍ତି। କେଉଁଠି ମିଳିବ ସେଇ ପବିତ୍ର ମାଟି, ଯେଉଁ ମାଟିରେ ସେ ଜୀବନର ଅବଶିଷ୍ଟାଂଶ ସୁଖ ଦୁଃଖରେ କଟାଇ ଦେବେ, ଯେଉଁ ମାଟିକୁ ତାଙ୍କର ସାତପୁରୁଷର ବଂଶଧରମାନେ ତାଙ୍କୁ ଜାବୁଡ଼ି ଧରିବେ। କାହିଁ ସେ ମାଟି? ମାସ ମାସ, ବର୍ଷ ବର୍ଷ ଧରି ସେ ଖୋଜି ଚାଲିଛନ୍ତି ସେ ମାଟିକୁ। ଅନେକ ମାଟିକୁ ସେ ପରୀକ୍ଷା ନିରୀକ୍ଷା କରିବା ପରେ ବିମୁଖ ହୋଇ ଫେରିଛନ୍ତି। କେଉଁଠି ମନ ସ୍ଥିର କରିଥିଲେ ହେଁ ତାର ମମତା, ତାର ଆକର୍ଷଣ ତାଙ୍କୁ ଟାଣି ଧରି ପାରିନି। କ୍ଳାନ୍ତ ହୋଇ ସେ ଘରକୁ ଫେରିଛନ୍ତି। ବିଶ୍ୱାସ ହରାଇ ପାରିନାହାନ୍ତି କି ଦୁଃଖରେ ଭାଙ୍ଗି ପଡ଼ିନାହାନ୍ତି। ଆତ୍ମବିଶ୍ୱାସ ସହିତ ପୁଣି ପରଦିନ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ଖୋଜି ଚାଲିଛନ୍ତି ମାଟି ମାର ସନ୍ଧାନ। କେଉଁଠି ମିଳିବ ତାଙ୍କର ସେଇ ପ୍ରିୟ ମାଟି?
ଯେତେବେଳେ ଖରା ବର୍ଷା ଶୀତ କାକରରେ ବୁଲି ବୁଲି କ୍ଳାନ୍ତ ହୋଇପଡ଼ନ୍ତି ସେତେବେଳେ କୌଣସି ଜାଗାରେ ସେ ବସି ପଡ଼ନ୍ତି। ତାଙ୍କ ମନ ଭିତରୁ ସତେ ଯେମିତି କିଏ କହି ଉଠେ, ଥକି ପଡ଼ିଲୁ କି? ଚାଲ ଚାଲ, ମୁଁ ତୋ ପଛରେ ଅଛି। ଏତିକି କଷ୍ଟରେ ତୁ ଭାଙ୍ଗି ପଡ଼ିଲେ ଚଳିବନି। ଆତ୍ମବିଶ୍ୱାସ ହରାଇ ନିରାଶ ହେବା ଆଦୌ ଉଚିତ ନୁହେଁ। ଚାଲ, ଆଗକୁ ଚାଲ। ସଫଳତା ଅବଶ୍ୟ ମିଳିବ। ନିଜ ଭିତରେ ସେ ଚମକି ଉଠନ୍ତି। ଚାରିଆଡ଼କୁ ଅନାନ୍ତି, କାହିଁ କେହି ତ ନାହାନ୍ତି। ପୁଣି ସେ ଆଗକୁ ପାଦ ରଖନ୍ତି। ତାଙ୍କ ମନରେ ଶକ୍ତି ସଞ୍ଚାର ହୁଏ। ସାଙ୍ଗସାଥୀ ବନ୍ଧୁ ପରିଜନ ତାଙ୍କୁ ବିଭିନ୍ନ ଟୀକା ଟିପ୍ପଣୀ ଦିଅନ୍ତି, ତାଙ୍କୁ ନିରୁତ୍ସାହିତ କରନ୍ତି, ନିନ୍ଦକମାନେ ଉପହାସ କରନ୍ତି। ସବୁ ସେ ଶୁଣନ୍ତି, କିନ୍ତୁ ପ୍ରତିକ୍ରିୟା କିଛି ପ୍ରକାଶ କରନ୍ତିନି। ଆଦିତ୍ୟ ଜାଣନ୍ତି ଭଲ ମଣିଷ ଭଲ ବହିକୁ ସମସ୍ତେ ବୁଝିପାରନ୍ତି ନାହିଁ, କେବଳ ଟିପ୍ପଣୀ ଦେଇ ଜାଣନ୍ତି। ଅନେକ ସମୟରେ ସେ ଧୈର୍ଯ୍ୟହରା ନ ହୋଇଛନ୍ତି ବୋଲି ନୁହେଁ, କିନ୍ତୁ ପରବର୍ତ୍ତୀ ସମୟରେ ନିଜକୁ ସମ୍ଭାଳି ନେଇଛନ୍ତି। ଏପରିକି ବେଳେବେଳେ ଆଖିରେ ଲୁହ ଭରି ଆସେ। ଆଖିରେ ଲୁହ ପୋଛି ସେ ଆଗକୁ ବଢ଼ନ୍ତି। ଲୁହର ଓଜନ ନଥାଏ, ଝରିଗଲା ପରେ ମନଟା ହାଲକା ହୋଇଯାଏ। ତାହା ହିଁ ହୋଇଛି ଆଦିତ୍ୟଙ୍କ ଜୀବନରେ। ହଁ, ଦୀର୍ଘ 5 ବର୍ଷର ସଂଘର୍ଷ ପରେ ତାଙ୍କୁ ପବିତ୍ର ମାଟିର ସନ୍ଧାନ ଯେଉଁଦିନ ମିଳିଲା, ସେଦିନ ସେ ଆନନ୍ଦରେ ଆତ୍ମହରା ହୋଇ ଉଠିଥିଲେ। କଥାରେ ଅଛି, ଗୋ କନ୍ୟା ଭୂମି ଭାଗ୍ୟରେ ଥିଲେ ମିଳିଥାଏ। ଭାଗ୍ୟବାଦୀ ଆଦିତ୍ୟ ଏ କଥାକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରନ୍ତି। ସେହି ଜଗତକର୍ତ୍ତା ରାଧାକୃଷ୍ଣଙ୍କ କୃପାରୁ ତାଙ୍କରି ପାଖରେ ତାଙ୍କର ମନଲାଖି ମାଟି ଖଣ୍ଡେ ପ୍ରାପ୍ତ ହେଲା। ସେ କ'ଣ ଭାବିଥିଲେ ଏହିପରି ପରିବେଶରେ ତାଙ୍କୁ ଭୂମି ଖଣ୍ଡେ ମିଳିବ? ଭୂମି ପାଇଁ ଘରେ ପତ୍ନୀଙ୍କ ଠାରୁ ବାରମ୍ବାର ନିରାଶର ବାଣୀ ଶୁଣିବାକୁ ମିଳିଛି। ସେ କହିଛନ୍ତି, ତମେ ଜାଗା କିଣିପାରିବନି କି ରାଜଧାନୀରେ ଘର ଖଣ୍ଡେ କରିପାରିବନି। ସାରା ଜୀବନ ଭଡ଼ା ଘରେ ରହି ଜୀବନ ଯିବ। ପତ୍ନୀଙ୍କର ବିଭିନ୍ନ କଥାକୁ ସେ ନିର୍ବିକାର ଭାବେ ହଜମ କରିନେଇଛନ୍ତି। କିଛିଦିନ ପରେ ଆଦିତ୍ୟ ତାଙ୍କର ପ୍ରିୟ ମାଟି ଉପରେ ନିର୍ମାଣ କଲେ ସ୍ୱପ୍ନର ବସାଘର। ମନରେ ଅନେକ ଉତ୍ସାହ ଉଦ୍ଦୀପନା, ଅନେକ ଆବେଗ ଓ ଆନନ୍ଦ। ଅତୀତର ଅନେକ ସ୍ମୃତିକୁ ସେ ଭୁଲି ଆଗେଇ ଗଲେ। ଏହି ସ୍ୱପ୍ନର ବସାଘରଟି ନିର୍ମାଣ କରିବା ପୂର୍ବରୁ ଅନେକ ଲାଞ୍ଛନା ଅପମାନ ତାଙ୍କୁ ଶୁଣିବାକୁ ମିଳିଛି। ରାଜଧାନୀରେ ଦୀର୍ଘ 11 ବର୍ଷ ଭଡ଼ା ଘରେ ରହି ଆସିଥିବା ଅଭିଜିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କେଉଁଠି ଘର ମାଲିକ ସହିତ ଯୁକ୍ତିତର୍କ ହୋଇଛି ତ କେଉଁଠି ସ୍ୱାଭିମାନ ଉପରେ କୁଠାରଘାତ ହୋଇଛି। ଅନ୍ୟ କେଉଁଠି ବିଭିନ୍ନ ଅସୁବିଧା ସମ୍ପର୍କରେ ଜଣାଇବା ପରେ ମାଲିକ ତାର ସମାଧାନ ନ କରିବା ଫଳରେ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ବାରମ୍ବାର ଘର ବଦଳାଇବା ଯେତିକି କଷ୍ଟଦାୟକ, ତାଠାରୁ ଅଧିକ ଆଘାତ ମିଳିଛି ତାଙ୍କୁ ନିଜକୁ ରାଜା ବୋଲି ଭାବୁଥିବା ଏହି ମାଲିକଙ୍କ ଠାରୁ। ହଁ, ଆଦିତ୍ୟଙ୍କ ପରି ଜଣେ ସ୍ୱାଭିମାନୀ ମଣିଷ ଏସବୁକୁ ସହଜରେ ହଜମ କରିପାରନ୍ତି ନାହିଁ। ଅନ୍ୟ ଉପାୟ ନ ଦେଖି ଇଚ୍ଛା ବିରୋଧରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବାକୁ ହୋଇଛି। ଘର ମାଲିକଙ୍କ ଠାରୁ ଅସହ୍ୟ ଯନ୍ତ୍ରଣାର ସମ୍ମୁଖୀନ ହୋଇ ଦୁଃଖରେ ସେ ଭାଙ୍ଗି ପଡ଼ନ୍ତି। ଏପରି ଦୀର୍ଘ 11 ବର୍ଷ ଅନେକ କଷ୍ଟ, ଅନେକ ଅପମାନକୁ ସେ ମନରେ ଚାପି ଧରି ଆଗକୁ ପାଦ ରଖିଛନ୍ତି। ସେ ଭାବନ୍ତି, ଘର ଖଣ୍ଡେ ରାଜଧାନୀରେ କରି ନିଜକୁ ଏମାନେ କ'ଣ ଭାବନ୍ତି? ରାଜା, ମହାରାଜା ନା ରାଜ୍ୟର ଏକାଗ୍ର ଚକ୍ରବର୍ତ୍ତୀ? ଯାହା ହେଉ, ସବୁ କଳ୍ପନା ଜଳ୍ପନାର ଅବସାନ ପରେ, ସବୁ ଦୁଃଖ କଷ୍ଟ ପରେ ଆଦିତ୍ୟ ଆରମ୍ଭ କରନ୍ତି ତାଙ୍କର ନୂତନ ବସାଘର। ଶାରୀରିକ ମାନସିକ କଷ୍ଟକୁ ହଜମ କରିଦେଇ ସେ ଆଗକୁ ଚାଲନ୍ତି। ବିଭିନ୍ନ ସମୟରେ ପ୍ରାୟ 30 ଜଣ କୁଶଳୀ କାରିଗର ପ୍ରତିଦିନ କାମରେ ଲାଗି ପଡ଼ିଥିଲେ। ରାଜଧାନୀରେ ଆଦିତ୍ୟ ନୂଆ ନ ହେଲେ ବି ଘର କାମ କରିବାରେ ନୂଆ, କିନ୍ତୁ ପ୍ରଭୁଙ୍କ କୃପାରୁ ଭଲ କାରିଗରମାନେ ତାଙ୍କ ପାଖରେ ଆସି ପହଞ୍ଚିଗଲେ। କେଉଁଠୁ ଗୋଡ଼ି, ବାଲି, ଇଟା, ସିମେଣ୍ଟ ଆସିବ ସେସବୁ ମୁଖ୍ୟ ରାଜମିସ୍ତ୍ରୀ ଦାୟିତ୍ୱ ନେଇ ଯୋଗାଇ ଦିଅନ୍ତି। ଟଙ୍କା ଖର୍ଚ୍ଚ ହେଉ, କିନ୍ତୁ ମାନର ମେଟେରିଆଲ ଆସି କାମରେ ଲାଗୁ, ଏହା ହିଁ ତାଙ୍କର ଇଚ୍ଛା। ଆଦିତ୍ୟ ନିଜେ ସବୁ ମେଟେରିଆଲକୁ ପରୀକ୍ଷା ନିରୀକ୍ଷା କରି କାମରେ ଲଗାଇଥିଲେ। ମାର୍ବଲ ଟାଇଲ ଠାରୁ ଆରମ୍ଭ କରି ଶାଗୁଆନ କାଠ ଆଉ ଷ୍ଟିଲ ଠାରୁ ଯେ ରଙ୍ଗ କାମ ଯାଏ, ସବୁକୁ ସେ ବିଭିନ୍ନ ଜାଗାରୁ ବୁଝି ଦେଖି କାମରେ ଲଗାଇବା ତା ପାଇଁ କଷ୍ଟକର ଥିଲେ ହେଁ ସେ ତାକୁ କରିପାରିଛନ୍ତି। ଅନ୍ୟ କାହାରି ଉପରେ ଭରସା ନ କରି ଅଥବା କାରିଗରମାନଙ୍କ ନିଷ୍ପତ୍ତି ଉପରେ ଛାଡ଼ିଦେବା ତାଙ୍କର ଲକ୍ଷ୍ୟ ନଥିଲା।
ନିଜସ୍ୱ ତତ୍ତ୍ୱାବଧାନରେ ଭଲ ଭଲ କମ୍ପାନୀର ମେଟେରିଆଲ ଥିବାରୁ ଘରଟି ଏତେ ସୁନ୍ଦର ତଥା ମଜବୁତ ହୋଇପାରିଛି ବୋଲି ଅନେକ ମତ ପ୍ରଦାନ କରିଥିଲେ। ଅନେକ ଦିନ ଅନେକ ମାସ କ୍ରମାଗତ ଭାବରେ ଘର କାମରେ ଲାଗିବା ଫଳରେ ସେ ଦୁର୍ବଳ ହୋଇପଡ଼ିଥିଲେ। ଅବସର ପରେ ଏ ପରିଣତ ବୟସରେ ଦିନକୁ 6-7 ଘଣ୍ଟା କାମ ଉପରେ ଠିଆ ହୋଇ କାରିଗରମାନଙ୍କ କାମକୁ ଦେଖିବା, ଆବଶ୍ୟକ ସ୍ଥଳେ ଉଚିତ ପରାମର୍ଶ ଦେବା କମ୍ କଥା ନୁହେଁ। ପ୍ରତିଦିନ କାମ ଉପରେ ଠିଆ ହୋଇ ଘରକୁ ଫେରି ରାତିରେ ବିଛଣାରେ ନିର୍ଜୀବ ବସ୍ତୁ ଭଳି ସେ ଚିତ୍ ହୋଇ ପଡ଼ିଯାଆନ୍ତି। ଇଚ୍ଛା ହୁଏ ଘର କାମ ନହେଲେ ନାହିଁ। ଆସନ୍ତା କାଲିଠାରୁ ସେ ଆଉ କାମ ଉପରକୁ ଯିବେ ନାହିଁ। ରାତି ପାଇ ସକାଳ ହୁଏ। ଶିଳାଖଣ୍ଡ ପରି ବିଛଣାରେ ପଡ଼ି ରହିଥିବା ଆଦିତ୍ୟ ପୁଣି ଚେଇଁ ଉଠନ୍ତି। ସତେ ଯେପରି ତାଙ୍କର କିଛି ହୋଇନି। ସୁସ୍ଥ ସବଳ ଶକ୍ତିମାନ ପୁରୁଷ ପରି ଘରର ଚାବିକାଠି ଧରି ସକାଳ 6ଟାରୁ ବାହାରି ପଡ଼ନ୍ତି। ଖରା, ବର୍ଷା, ଶୀତ, କାକରକୁ ଖାତିର ନ କରି ପାଇପ୍ ଧରି ଘରେ ପାଣି ଦେବା କାମ ଆରମ୍ଭ ହୋଇଯାଏ। ଘରକୁ ଫେରି ପୁଣି କାମ ଉପରକୁ ଦୌଡ଼ନ୍ତି। ସତେ ଯେପରି ପ୍ରାତଃ ଭ୍ରମଣ କରୁଥିବା ଲୋକମାନଙ୍କଠୁ ଅଧିକ ଗତିରେ ସେ ଦୌଡ଼ୁଥାନ୍ତି। ପ୍ରାୟ 14 ମାସର ଅକ୍ଳାନ୍ତ ପରିଶ୍ରମ ପରେ ଘର କାମ ସମ୍ପୂର୍ଣ୍ଣ ହୁଏ। ଏସବୁ ପରେ ବି ଆଦିତ୍ୟକୁ ଲାଗିଲା ସେ ନିଜେ କିଛି କରିନାହାନ୍ତି। ସେ କେବଳ ନିଜର କର୍ତ୍ତବ୍ୟ କରିଛନ୍ତି। ସେଇ ରାଧାକୃଷ୍ଣ, ସେଇ ଜଗତର ଠାକୁର ଶ୍ରୀ ଜଗନ୍ନାଥ ତାଙ୍କୁ ବାଟ କଢ଼ାଇ ନେଇଛନ୍ତି। ତାଙ୍କର ଇଚ୍ଛାରେ ଏପରି ମନଲାଖି ସୁନ୍ଦର ବସାଘରଟିଏ ନିର୍ମାଣ ହୋଇପାରିଛି ଠାକୁରଙ୍କର ଉପଯୋଗୀ ସୁନ୍ଦର ଘରଟିଏ। ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ପିଲାମାନଙ୍କର ବହୁଦିନୁ ଇଚ୍ଛା ଥିଲା ରାଜଧାନୀରେ ଏକ ଘରଟିଏ କରିବାକୁ। ଆଜି ତାହା ବାସ୍ତବରେ ପରିଣତ ହୋଇଛି। ସ୍ୱପ୍ନର ବସାଘରଟିର ନାମକରଣ ରଖାଯାଇଛି ସୂର୍ଯ୍ୟୋଦୟ। ହଁ, ଘରର ନାମ ସୂର୍ଯ୍ୟୋଦୟ ରଖାଯାଇଥିବାରୁ ପ୍ରତିଷ୍ଠା ଦିବସରେ ଆସିଥିବା ସାହିତ୍ୟିକ ବନ୍ଧୁମାନେ ଏପରି ନାମକରଣକୁ ବହୁତ ପ୍ରଶଂସା କରିଛନ୍ତି। କେବଳ ସାହିତ୍ୟିକମାନେ କାହିଁକି, ସାଧାରଣ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ କଥାରେ ସେଦିନ ଆଦିତ୍ୟ ସନ୍ତୋଷ ଲାଭ କରିଥିଲେ ହେଁ କୌଣସି ମନ୍ତବ୍ୟ ଦେଇନଥିଲେ। ଘରର ଡିଜାଇନ୍ ମଧ୍ୟ ସୁନ୍ଦର ହୋଇଛି ବୋଲି ସେମାନେ କହିବାକୁ ଭୁଲି ନଥିଲେ। ସେ ଭାବୁଥିଲା ଦୀର୍ଘଦିନ ପରିଶ୍ରମର ଫଳ ତାକୁ ମିଳିଛି। ଆଜି ସେ ଶାରୀରିକ ମାନସିକ କଷ୍ଟକୁ ଭୁଲି ଯାଇଛନ୍ତି। ମିଳିଛି ଆତ୍ମତୃପ୍ତି। ବନ୍ଧୁମାନେ ସେଦିନ ଆହୁରି ବି କହିଥିଲେ ରାଜଧାନୀରେ ଏକ ବ୍ୟୟବହୁଳ ଘର ଖଣ୍ଡେ ଠିଆ କରାଇବା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ। ଅନେକଙ୍କ ସ୍ୱପ୍ନ ଥାଏ ଏଇ ସ୍ମାର୍ଟ ସିଟିରେ ବସାଘର ଖଣ୍ଡିଏ କରିବା ପାଇଁ। ବନ୍ଧୁ ଓ ଶୁଭେଚ୍ଛୁମାନେ ନୂଆ ଘର ଦେଖି ଖୁସି ବ୍ୟକ୍ତ କରିଥିଲେ ହେଁ ଖୁସି ହୋଇ ପାରିନାହାନ୍ତି କିଛି ଅସହିଷ୍ଣୁ ବ୍ୟକ୍ତି, ଯେଉଁମାନେ କି ତାଙ୍କୁ ଉପରେ ହସି କଥା ହୁଅନ୍ତି ଆଉ ଭିତରେ ଭିତରେ ଚେର କାଟିବାକୁ ସବୁବେଳେ ଚେଷ୍ଟା କରନ୍ତି। ଉପରେ ଖୁସି ହୋଇଥିଲେ ହେଁ ଭିତରେ ଈର୍ଷା କରିଥାନ୍ତି କିଛି ଆତ୍ମୀୟ ସ୍ୱଜନ। ସେଥିପାଇଁ ସେ ଦୁଃଖ କରିନାହାନ୍ତି କି ପ୍ରତିକ୍ରିୟାଶୀଳ ହୋଇ ଉଠିନାହାନ୍ତି। ସେ ଜାଣନ୍ତି ଠାକୁରଙ୍କ କୃପାରୁ ଆଉ ବାପା ବୋଉଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ୟମାନେ କ'ଣ କହିଲେ, କିଏ କ'ଣ ଭାବିଲା, ସେଥିରେ ତାଙ୍କର କିଛି ଫରକ ପଡ଼େନି। ସୁଖକୁ ଅନ୍ୟମାନେ ସହଜରେ ହଜମ କରିପାରନ୍ତି ନାହିଁ। ଆଉ ଦୁଃଖ ବେଳେ ଅନ୍ୟମାନେ ଶୁଖିଲା ସମବେଦନା ଜଣାଇବା ପାଇଁ ନିଜ ଆଡ଼ୁ ଆସି ପହଞ୍ଚି ଯାଆନ୍ତି। ଈର୍ଷାରେ ଜଳୁଥିବା ମଣିଷ ଅନ୍ୟର ସୁଖ ଦେଖି ଜଳିଲେ ବି ଅପରର କ୍ଷତି କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି, କିନ୍ତୁ ସେଥିରେ ସେ ସଫଳ ହୁଅନ୍ତିନି। କଥାରେ ନାହିଁ, ମଣିଷ ପ୍ରକୃତି ମଲେ ତୁଟେ। ଯାହାର ଯାହା ପ୍ରକୃତି ସେ ତାକୁ ଛାଡ଼ିପାରେ ନାହିଁ। ମଣିଷ ଅନ୍ୟକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ, କିନ୍ତୁ ମୃତ୍ୟୁ ମୁଖରୁ ବଞ୍ଚାଇ ରଖନ୍ତି ସେଇ ଅନନ୍ତ ଶକ୍ତି। ଆଦିତ୍ୟ ଭାବୁଥିଲେ ଯେତେବେଳେ ତାଙ୍କର ଘର ଖଣ୍ଡେ ନଥିଲା, ସେତେବେଳେ ସେ ମନସ୍ତାପ କରୁଥିଲେ। ବନ୍ଧୁ ସାଙ୍ଗସାଥୀମାନଙ୍କ ଘରକୁ ଗଲେ ସେମାନଙ୍କ ଘର ଦେଖି ନିଜକୁ ନ୍ୟୁନ ମନେ କରୁଥିଲେ। ଏମାନେ ଘର ଖଣ୍ଡିଏ ଲେଖା କରିଛନ୍ତି ବୋଲି ବେଶ୍ ଖୁସିରେ ଅଛନ୍ତି। କିଛି ନହେଲେ ବି ଭଡ଼ାଟିଆ ଶବ୍ଦରୁ ତ ମୁକ୍ତି ପାଇ ସ୍ୱାଭିମାନର ସହିତ ବଞ୍ଚିଛନ୍ତି। ପିଲାମାନେ ସବୁବେଳେ ମନଦୁଃଖ କରୁଥିଲେ। ସମୟ ସମୟ ଉଦାସ କଣ୍ଠରେ କହନ୍ତି, ବାବା, ଆମର ଏଯାଏ ରାଜଧାନୀରେ ଘର ଖଣ୍ଡେ ହୋଇପାରିଲାନି। ହସ ଖୁସି କରି ସମୟ କାଟିବାକୁ ଇଚ୍ଛା ଥିଲେ ମଧ୍ୟ ଭଡ଼ା ଘରେ ତାହା ସମ୍ଭବ ହୁଏନି। ସେମାନଙ୍କୁ ସେ କିଛି ଉତ୍ତର ଦେଇପାରନ୍ତି ନାହିଁ। ଆଜି ସମୟ ବଦଳି ଯାଇଛି। ସ୍ୱପ୍ନର ବସାଘର ଖଣ୍ଡେ ସେ କରିପାରିଛନ୍ତି। ରବିବାର ଦେଖି ଝିଅମାନେ ବୁଲାବୁଲି କରିବାକୁ ଆସନ୍ତି। ହସ ଖୁସି ଖିଆପିଆ କରି ପୁଣି ଶାଶୁଘରକୁ ସେମାନେ ଫେରିଯାଆନ୍ତି। ନାତିମାନେ ଡିଆଁ କୁଦ କରି ଘରକୁ ଅଳିଆ କରି ପକାନ୍ତି। ଏଥିରେ କିନ୍ତୁ ତାଙ୍କର ଭାରି ଆନନ୍ଦ। ସେମାନେ ଯିବା ପରେ କୋଳାହଳ ଆଉ ଶୁଭେ ନାହିଁ। ଚାରିଆଡ଼ ସୁନସାନ, ସେଇ ନୀରବତା।
ନିଜ ଭିତରେ ଆଦିତ୍ୟ ଚମକି ପଡ଼ନ୍ତି। ଘରଟା ଖାଲି ଖାଲି ଲାଗେ। ଶୂନ୍ୟତାର ଉଦାସ ଝାଞ୍ଜିରେ ସେ ଅଣନିଶ୍ୱାସୀ ହୋଇପଡ଼ନ୍ତି। ମଣିଷ ସୁନ୍ଦର ଘର ଆଉ ସବୁ ଥାଇ ବି ସେ କାହିଁକି ସୁଖୀ ହୋଇପାରେ ନା? ତାକୁ ଶାନ୍ତି ଲୋଡ଼ା। ନୀରବରେ ବସି ରହି ତାର ଅନ୍ତରାତ୍ମା ବିଳାପ କରି ଉଠେ। ଶୂନ୍ୟ କୋଠରୀ ଭିତରେ ରହି ମନକୁ ମନ ବୁଝାନ୍ତି। ଅଭିମାନ କି ଅଭିଯୋଗ କାହା ଉପରେ ସେ କରିପାରନ୍ତି ନାହିଁ। ପରିଣତ ବୟସରେ ସବୁ ମଣିଷମାନେ କ'ଣ ଏମିତି ନିଃସଙ୍ଗ ଅନୁଭବ କରନ୍ତି? ମନକୁ ମନ ପ୍ରଶ୍ନ କରନ୍ତି ଆଦିତ୍ୟ। ପିଲାମାନେ ଛୁଟି ଦିନ ଦେଖି ପୁଣି ଘରକୁ ଆସନ୍ତି। ଘରଟା କୋଳାହଳ ଲାଗେ। ହସ ଖୁସିରେ କଟିଯାଏ ଦିନ। ଶୂନ୍ୟ ହୃଦୟ ପୂର୍ଣ୍ଣ ହୁଏ। ଭାରାକ୍ରାନ୍ତ ମନଟା ହାଲକା ହୁଏ। ଏଇ ତ ଜୀବନ। ଜୀବନ ଭିତରେ ଯନ୍ତ୍ରଣା ଅଛି, ସୁଖ ବି ଅଛି। ସାରା ଜୀବନ ଦୁଃଖ କଷ୍ଟ ଘାତ ପ୍ରତିଘାତ ଦେଇ ଆସିଥିବା ଆଦିତ୍ୟ ସୁଖର ସ୍ୱାଦ ଚାଖିବା ବେଳକୁ ନିଜକୁ କିପରି ଅସହାୟ ମନେ କରନ୍ତି। କାହିଁକି ତାଙ୍କର ଏ ଶୂନ୍ୟତା? କ'ଣ ପାଇଁ ଏ ଆତ୍ମବିଳାପ? ତାଙ୍କର ମନେ ହେଲା ସେ ଗୋଟେ ଗାଁ ମୁଣ୍ଡର ବରଗଛ। ବରଗଛ ମୂଳେ ଅଧା ଖରା ଅଧା ଛାଇରେ କେତେ ପଥଚାରୀ ଆଶ୍ରୟ ନିଅନ୍ତି। କେତେ ପକ୍ଷୀମାନେ ଥକ୍କା ମାରି ପୁଣି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଆଗେଇ ଯାଆନ୍ତି। କାହାରିକୁ ସେ ବାରଣ କରନ୍ତି ନାହିଁ। ସେମାନେ ଚାଲିଗଲା ପରେ ବରଗଛଟି ସେମିତି ନିର୍ଲିପ୍ତ ଭାବରେ ଠିଆ ହୋଇ ରହିଥାଏ। କାହାକୁ ସେ ଧରି ବାନ୍ଧି ରଖିପାରେନି କି ସେଥିପାଇଁ ମନ ଦୁଃଖ ବି କରେନି। ସେ ଏକ ପରିଣତ ବୟସର ଲଣ୍ଡା ବରଗଛ। ସମସ୍ତଙ୍କୁ ସେ ଆଶ୍ରୟ ଦିଅନ୍ତି, କାହା ମନରେ ଦୁଃଖ ଦିଅନ୍ତି ନାହିଁ। ସମସ୍ତଙ୍କ କଥା କିନ୍ତୁ ସହି ନିଅନ୍ତି। ସେ ଜାଣନ୍ତିନି କେବେ ତାଙ୍କର ମୃତ୍ୟୁ ହେବ। ମୃତ୍ୟୁ ହିଁ ଏକମାତ୍ର ସତ୍ୟ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଡକ୍ଟର ଦିବାକର ମାନସିଂଙ୍କ ଏକ ଚମତ୍କାର ବାସ୍ତବବାଦୀ ଗଳ୍ପ, ଯାହାର ଶୀର୍ଷକ ଥିଲା ସ୍ୱପ୍ନର ବସା ଘର। ଗପଟି କେମିତି ଲାଗିଲା? ଆପଣଙ୍କ ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।